नमस्कार। स्वागत करुची OIITV न्यूज चैनल को। तो गत काली जाजपुर जिलार करदार हरिहाटपुर रे आमर एक दैवज्ञ ब्राह्मण द्वारा बैठकटे अनुष्ठित होइतिला जोउथरे कि समस्त ग्रह विप्र माने बा दैवज्ञ ब्राह्मण माने एकत्रित होई से माने ज्योतिष शास्त्र विषय ज्ञान देथिले एवं कहिथिले ज्योतिष एक शास्त्र ଏହା ଏକ ଜାତି ନୁହଁ। ତ ଚାଲନ୍ତୁ ଶୁଣି ନେବା ତାଙ୍କ ଗତରୁ। ଆପଣଙ୍କ ପରିଚୟ ଦେବେ। ମୁଁ ଜ୍ୟୋତିର୍ବିଦ ବାସ୍ତବିକ ଶ୍ରୀବତ୍ସ ଖଡ଼ିରତ୍ନ। ଆଉ କେଉଁ ଉଦ୍ଦେଶ୍ୟରେ ଆପଣମାନେ ଏଠି ସଂଗଠନ କରୁଛନ୍ତି? ରାଜ୍ୟ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଆନୁକୂଲ୍ୟରେ ଗ୍ରହ ବିପ୍ର ଜ୍ୟୋତିଷ ଜାତିର ନୁହନ୍ତି ବୋଲି, ଜ୍ୟୋତିଷ ଏକ ଶାସ୍ତ୍ର, ତାହା ଜାତି ନୁହେଁ, ଏ ସମ୍ବନ୍ଧରେ ଅନେକ ଗୁଡ଼ିଏ ଆଲୋଚନା ପର୍ଯ୍ୟାଲୋଚନା କରିବା ଉଦ୍ଦେଶ୍ୟରେ ସାମୂହିକ ପ୍ରକ୍ରିୟାରେ ଯାଜପୁର ଜିଲ୍ଲା ଆନୁକୂଲ୍ୟରେ ଏକ ବୈଠକ ଆଜି ଅନୁଷ୍ଠିତ କରାଯାଇଛି। ସେଥିରେ ମୁଁ ଯୋଗଦାନ କରିଥିଲି। ଅନେକ ବିଜ୍ଞ ପ୍ରାଜ୍ଞ ପଣ୍ଡିତମାନଙ୍କର ଯେଉଁ ଯୁକ୍ତି ଶାସ୍ତ୍ରାର୍ଥ ମାଧ୍ୟମରେ ଆମେ ତାକୁ ନିର୍ଯାସ ନେଲୁ ଯେ ଜ୍ୟୋତିଷୀ ଯେଉଁମାନେ ଅଛନ୍ତି ଅଲ୍ ଓଭର ଓଡ଼ିଶାରେ ଇଣ୍ଡିଆରେ ସେମାନେ ହେଉଛନ୍ତି ବ୍ରାହ୍ମଣ। ଏହି ବୈଠକରେ ମଧ୍ୟ ଶନି ମନ୍ଦିର ପୂଜକ ଶ୍ରୀ ନାରାୟଣ ନାୟକ, ସଭାପତି ଓ ସମ୍ପାଦକ ଲକ୍ଷ୍ମୀଧର ନାୟକ ଉପସ୍ଥିତ ଥିବା ସହ ଯାଜପୁର ପ୍ରତ୍ୟେକ ବ୍ଲକର ସଭ୍ୟବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ଏବଂ ଏଥିରେ ସମସ୍ତ କାର୍ଯ୍ୟକର୍ତ୍ତା ଓ ଆମର ଗ୍ରହ ବିପ୍ର ବା दैवज्ञ ବ୍ରାହ୍ମଣ ମାନେ ଏଥିରେ ଯୋଗଦାନ ଦେଇ ଏ ବୈଠକଟିକୁ ସଫଳତା ଭାବେ ସମ୍ପୂର୍ଣ୍ଣ କରିଥିଲେ। ଚାଲନ୍ତୁ ଶୁଣି ନେବା ଆମ दैवज्ञ ବ୍ରାହ୍ମଣ ମାନଙ୍କର ମତ ଏବଂ ସେ ସମାଜକୁ କୋଉ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତା ମଧ୍ୟ ଶୁଣି ନେବା। ପଣ୍ଡିତମାନେ ଏଠାରେ ଶାସ୍ତ୍ର ନିଶ୍ଚିତ ହେବେ, ଶାସ୍ତ୍ରରେ ଦକ୍ଷତା ପ୍ରକାଶ କରିବେ ଏବଂ କିଭଳି ଆମର ଶିକ୍ଷାରେ ଜ୍ୟୋତିଷ ଶାସ୍ତ୍ର କର୍ମକାଣ୍ଡରେ ପ୍ରବୀଣ ହେବେ ସେଥିରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ ଏବଂ ଆଗାମୀ ଦିନରେ ଆମର ପିଲାମାନେ ନିଶ୍ଚିତ ଭାବରେ ସଫଳ ଜ୍ୟୋତିଷ ଶାସ୍ତ୍ରକୁ ଅଧ୍ୟାୟତ କରିବେ ଏବଂ ସାରା ରାଜ୍ୟରେ ବା ଆଜିର ଯେଉଁ ପ୍ରମାଣିତ ହେଉଛି ଆମ ଜ୍ୟୋତିଷ ଗ୍ରହ ବିପ୍ର ବା दैवज्ञ ବ୍ରାହ୍ମଣ ମାନେ ମଧ୍ୟ ଆଗାମୀ ପିଢ଼ିକୁ ନେଇ ଆମ ଜ୍ୟୋତିଷ ଶାସ୍ତ୍ର ଉପରେ ମଧ୍ୟ କିଛି ବକ୍ତବ୍ୟ ଦେଇଥିଲେ ଏବଂ ଏହାକୁ ନେଇ କେମିତି ଆମେ ଆଗକୁ ବଢ଼ିପାରିବା, ଏହାର ସାହାଯ୍ୟରେ କେମିତି ଆମେ ପୂଜା ପାଠ ହୋମ ଆଦି କରିପାରିବା ସେ ନେଇ ମଧ୍ୟ ସେ ଦେଇଥିଲେ। ଚାଲନ୍ତୁ ଶୁଣି ନେବା। ଆଉ ସାରା ରାଜ୍ୟକୁ ସାରା ସୃଷ୍ଟିକୁ ସେ ପାଞ୍ଜି ମାଧ୍ୟମରେ ତିଥି ବାର ନକ୍ଷତ୍ର ଆମେ ହିଁ କହୁ। ତେଣୁ ଏମାନେ ହେଉଛନ୍ତି ଉପଯୁକ୍ତ ବ୍ରାହ୍ମଣ, ଶ୍ରେଷ୍ଠ ବ୍ରାହ୍ମଣ, ଏଥିରେ କୌଣସି ଦ୍ୱିମତ ନାହିଁ। ଆଉ ଆମେ ବିଶେଷ କରି ଆମ ପାଖରେ ଉପସ୍ଥିତ ଅଛନ୍ତି ଯିଏ ଯାହାଙ୍କୁ ସମସ୍ତେ ପ୍ରାର୍ଥନା ଚ୍ୟାନେଲରେ ଦେଖୁଛନ୍ତି। ଆମେ ତାଙ୍କୁ ଆମ ଜିଲ୍ଲାରେ दैवज्ञ ବ୍ରାହ୍ମଣ ମହାସଂଘ ତରଫରୁ ପାଇଛୁ ବୋଲି ଆମେ ଅନୁଭବ କରୁଛୁ। ତାଙ୍କୁ ଆମ ପାଇଁ ଧନ୍ୟ ହେଇଛୁ। ସେ ମଧ୍ୟ ଆମ ଜାତିର ଗୌରବ। ଆମେ ସମସ୍ତେ ଏଠି ଏକ ସ୍ୱରରେ କହୁଛୁ, ତାଙ୍କର ଉନ୍ନତି କାମନା କରୁଛୁ ଏବଂ